ओम शांति। स्नेहर सागर पतित पावन ईश्वर पितांकर श्रेष्ठ ज्ञान आधार रे चालुथिबा समस्त महान आत्मा मानंकु हृदयर सहित शुभेच्छा, शुभ अभिनंदन, सुप्रभात, सुस्वागतम। भगवान को संकल्प आसिला, तेणु से ब्रह्मांक द्वारा नूतन सुंदर सृष्टिर रचना कले एवं सेई सृष्टि रे सर्वश्रेष्ठ प्राणी रूपे मनीषंकु बाछिले। जेउ मनीष बुद्धि विवेक सुंदर विचार युक्त होई परस्पर स्नेह सौहार्द्यपूर्ण भावे जीवन यापन करुथिले, सारा सृष्टिर विधि व्यवस्था को सुंदर भावरे परिचालना करुथिले, जहाकु सत्य जुगी स्वर्ग राज्य कहा जाउथिला, जेउठारे समस्ते सर्वगुण संपन्न 16 कला संपूर्ण संपूर्ण निर्विकारी अहिंसा परम धर्म मर्यादा पुरुषोत्तम हेइथिले। धीरे धीरे आत्मविस्मृत होई देह अभिमान रे आसिबा कारणरू सकल विकार रूपी मायार वशीभूत होई संसारर अनर्थ करि चलिले। रामायण हेउ बा महाभारत युद्ध सबुर मूल कारण हेउछि अहंकार। कौरव वंश अहंकार एवं क्रोध कारणरू निपात हेइगले। रावण महाज्ञानी महापंडित हेइ सुद्धा अहंकार जोगु हिताहित ज्ञान भूली निज सैन्य तथा परिवार वर्गंक निधन जोगु क्रोधांध होई निज कुलर निजे ही विनाश कराइला। कुहा जाए ना, क्रोध माठियार पानी को मध्य सुखाई दिए। तेबे एही सबु कहानी वर्तमानर मनुष्यर चरित्र उपर ही पर्यवसित। वर्तमान मनुष्य काम क्रोध लोभ मोह अहंकार वशीभूत होई निजर तथा सारा विश्वर अशेष क्षति घटाई चलिछि। हिंसा उभय पटरु करि चलिछि, यथा काम विकार जोगु बिचारी अबला दुर्बला मानंकु केते निर्यातना सहिबाकु पडुछि, एहा मध्य हिंसा अटे। आउ काहाकु माड़ गाली देवा एहा मध्य हिंसा। सारा विश्वरे वर्तमान डबल हिंसार वशीभूत हुई समस्ते दुख शांति भितरे रहिछन्ति। काम कटारी चलेइबा एवं क्रोधांध हुई काहाकु दुख कष्ट देवा एहा डबल हिंसा अटे। एहा जेपरि वर्तमानर एई पतिततम प्रधान संसारर नियम पालटि जाइछि। काहीं नूतन सत्यजुगी पवित्र सतोप्रधान दुनिया, आउ काहीं एई विकारी पतित दुखदायी दुनिया। सेइथिपाई गीतार महावाक्य अनुसारे स्वयं निराकार शिव भगवान ब्रह्मांक शरीर आधार नहीं अर्थात अवतरित हुई सारा सृष्टि को पवित्र करी समस्तंकु साथी रे शांति धाम घर को नेई पुनः डबल अहिंसक कराई सही नूतन दैवी सृष्टिर मालिक कराउछन्ति। शिव भगवान कहउछन्ति, मधुर आत्मिक संतानगण तुम मानंकु डबल अहिंसक हेबाकु पड़िबो।
ମନ ବଚନ କର୍ମରେ ତୁମେମାନେ କେବେ ହେଲେ କାହାକୁ ଦୁଃଖ ଦେଇପାରିବ ନାହିଁ। ଯେଉଁ ପିଲାମାନେ କଳ୍ପ କଳ୍ପ ବାବାଙ୍କ ଠାରୁ ପୁରା ସତ୍ୟଯୁଗୀ ସମ୍ପତ୍ତି ନେଉଛନ୍ତି, ସେମାନଙ୍କର ଲକ୍ଷଣ ସ୍ପଷ୍ଟ ଭାବରେ ଜଣାପଡ଼ିଯାଇଥାଏ। ସେମାନେ ପତିତମାନଙ୍କର ସଙ୍ଗ ଛାଡ଼ି ଏକ ନିରାକାର ଶିବ ବାବାଙ୍କ ଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେବା ପାଇଁ ଶ୍ରୀମତରେ ଚାଲିବାକୁ ଲାଗି ପଡ଼ିବେ। ବାବାଙ୍କର ଯେଉଁ ପ୍ରଥମ ନିର୍ଦ୍ଦେଶ ରହିଛି କି ଘର ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହୁଅ, ସେହି ନିର୍ଦ୍ଦେଶରେ ପୁରା ସେମାନେ ଚାଲିବେ। ତାଙ୍କ ମନରେ କେବେ ହେଁ ପ୍ରଶ୍ନ ଉଠିବ ନାହିଁ ଯେ ଏହି ଦୁନିଆ କିପରି ଚାଲିବ। ସେମାନେ ପରସ୍ପରକୁ କେବେ ହେଲେ ବିକାରର ଆଘାତ ଦେଇପାରିବେ ନାହିଁ। ସେମାନେ ନିଜକୁ ଶିବ ବାବାଙ୍କର ନାତି ନାତୁଣୀ ତଥା ବ୍ରହ୍ମାଙ୍କର ସନ୍ତାନ ହିସାବରେ ଭାଇ ଭଉଣୀ ମନେ କରି ଚାଲିବେ। ତୁମେମାନେ ଏବେ ସମସ୍ତେ ସ୍ୱର୍ଗବାସୀ ହେବା ପାଇଁ ପୁରୁଷାର୍ଥ କରୁଛ। ଦୁନିଆରେ ତ ମନୁଷ୍ୟମାନେ କହୁଛନ୍ତି ଯେ ସ୍ୱର୍ଗବାସୀ ହେଲା, ତେବେ ପୁଣି କାନ୍ଦୁଛ କାହିଁକି? ସ୍ୱର୍ଗବାସୀ ହେଲା ଅର୍ଥାତ୍ ଏହା ତ ନିଶ୍ଚୟ ନର୍କ। ଏହା ତ ଦୁଃଖଦାୟୀ ଦୁନିଆ, ତାହା ତ ସମ୍ପୂର୍ଣ୍ଣ ସୁଖଦାୟୀ ଦୁନିଆ, ସକଳ ବୈଭବରେ ପରିପୂର୍ଣ୍ଣ ସୁଖ ଶାନ୍ତି ଆନନ୍ଦର ଦୁନିଆ। ପରନ୍ତୁ ବାସ୍ତବରେ ଏଠାରେ ମୃତ୍ୟୁବରଣ କରି ଏଇଠାରେ ହିଁ ଜନ୍ମ ନେଇଥାନ୍ତି। ସ୍ୱର୍ଗକୁ କେହି ମଧ୍ୟ ଯାଉନାହାନ୍ତି, କାରଣ ଏହା ତ କଳିଯୁଗୀ ନର୍କ ଦୁନିଆ। ଏହି ଦୁନିଆର ବିନାଶ ପରେ ଅର୍ଥାତ୍ କଳିଯୁଗ ପରେ ହିଁ ଏହି ଭାରତ ଭୂମିରେ ପୁନଃ ସତ୍ୟଯୁଗୀ ସ୍ୱର୍ଗରାଜ୍ୟ ହେବ। ଏହା ନିରାକାର ଶିବ ବାବାଙ୍କର କାର୍ଯ୍ୟ। ବାକି ଉପରେ କେଉଁଠାରେ ସ୍ୱର୍ଗ ନାହିଁ, ଏହା ବୁଝିବାର କଥା, ଯାହା ଶିବ ବାବା ଆସି ଶିକ୍ଷା ମାଧ୍ୟମରେ ବୁଝାଉଛନ୍ତି। କଳିଯୁଗରେ ପୁନର୍ଜନ୍ମ, ଏହି କଳିଯୁଗରେ ସତ୍ୟଯୁଗୀ ସ୍ୱର୍ଗରେ ପୁନର୍ଜନ୍ମ ସେହି ସ୍ୱର୍ଗରେ ହିଁ ହେଇଥାଏ। ଏବେ ସମସ୍ତଙ୍କର ସଦ୍ଗତି କରାଇବା ପାଇଁ ସଦ୍ଗତିଦାତା ଆସିଛନ୍ତି, ସମସ୍ତଙ୍କୁ ସୁଖୀ କରାଇବା ପାଇଁ। ତେଣୁ ପବିତ୍ର ଦୁନିଆକୁ ଯିବା ପାଇଁ ପବିତ୍ରତାର ରାକ୍ଷୀ ନିଶ୍ଚୟ ବାନ୍ଧିବାର ଅଛି। ପାଞ୍ଚ ବିକାର ରୂପକ ଭୂତମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ନିହାତି ଜରୁରୀ ଅଟେ। ଶିବ ବାବା ବରଦାନ ଦେଉଛନ୍ତି କି ପ୍ରତ୍ୟେକ କର୍ମର ବୋଝ ବାବାଙ୍କ ଉପରେ ଦେଇ ନିଜେ ନିମିତ୍ତ ହେଇ ରହୁଥିବା ଡବଲ ଲାଇଟ୍ ଫରିସ୍ତା ହୁଅ। ସାହସ ରଖୁଥିବା ପିଲାମାନଙ୍କୁ ବାବା ସର୍ବଦା ସହଯୋଗ ଦେଇଥାନ୍ତି। ତେଣୁ ନିଜେ କୌଣସି ଦାୟିତ୍ୱର ବୋଝକୁ ଉଠାଅ ନାହିଁ, ବାବାଙ୍କ ଉପରେ ଛାଡ଼ିଦିଅ। କେବଳ ନିମିତ୍ତ ହୋଇ କର୍ମ କରିଚାଲ, ତେବେ ସର୍ବଦା ହାଲୁକା ସ୍ଥିତିରେ ରହି ଉଡ଼ି ଚାଲିବ। ହୃଦୟ ନିର୍ମଳ ଥିଲେ ସବୁ ଇଚ୍ଛା ପୂରଣ ହୋଇଯାଇଥାଏ। ଉମଙ୍ଗ ଉତ୍ସାହର ଡେଣା ଯଦି ସାଥିରେ ଥିବ, ତେବେ ଉଡ଼ିବାର କଳାରେ ସର୍ବଦା ଉଡ଼ିବାକୁ ଲାଗିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ଆମେମାନେ ଏକତ୍ରିତ ହେବା। ସେହି କଲ୍ୟାଣକାରୀ ପିତାଙ୍କର ମହାବାକ୍ୟକୁ ଆଲୋଚନା ମାଧ୍ୟମରେ ନିଜ ଜୀବନରେ ଧାରଣ କରି ନିଜକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର
ଶ୍ରେଷ୍ଠ କାର୍ଯ୍ୟ କରି ଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।